ଆଜିର ପ୍ରସଙ୍ଗ ଶ୍ରମିକ ଦିବସ। ଆଲେଖ୍ୟ ବ୍ରଜମୋହନ ଆଚାର୍ଯ୍ୟ। ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କର୍ମ ସାଧନାର ଅନ୍ୟ ନାମ ହିଁ ଶ୍ରମ। ଶ୍ରମ ହେଉଛି ଜୀବନଚର୍ଯ୍ୟାର ଏକ ମୌଳିକ ଧର୍ମ। ଶ୍ରମକୁ ଜୀବିକା ରୂପେ ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ଶ୍ରମିକ ଆଖ୍ୟା ଦିଆଯାଇପାରେ। ସମାଜର ପ୍ରଗତି, ଉନ୍ନତି ଓ ବିକାଶ ନିମନ୍ତେ ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜ ଜୀବନକୁ ପାଣି କରି ଦିନରାତି ଚିନ୍ତା ନ କରି ମର୍ତ୍ତ୍ୟରେ ସ୍ୱର୍ଗର ପାରିଜାତ ସୃଷ୍ଟି କରିବାର ସ୍ୱପ୍ନକୁ ସାକାର କରିବା ଗୋଷ୍ଠୀ ହିଁ ଶ୍ରମିକ। ସେହି ପରିଶ୍ରମୀ ମଣିଷମାନଙ୍କ ପାଇଁ ଆଜିର ସଭ୍ୟତା ସରସ ସୁନ୍ଦର ହୋଇପାରିଛି। 1886 ମସିହା ମେ ମାସ 1 ତାରିଖ ଦିନ ଆମେରିକାର ଚିକାଗୋ ସହରସ୍ଥିତ ହୋ ମାର୍କେଟ ଚୌମୁଖୀରେ ଶ୍ରମିକମାନେ ଏକତ୍ରିତ ହୋଇଥିଲେ। ସେମାନେ ନିଜର ମାଲିକଙ୍କ ଦ୍ୱାରା ଅତ୍ୟାଚାରିତ, ଲାଞ୍ଛିତ ଓ ଅପମାନିତ ହୋଇଥିଲେ। ସେମାନେ ପ୍ରଥମ ଥର ପାଇଁ ସଂଗଠିତ ହୋଇ ବଞ୍ଚିବାର ଅଧିକାର ଦାବି କଲେ। ସେମାନେ ଅନୁଭବ କଲେ ସେମାନେ ମେସିନ୍ ନୁହନ୍ତି, ସେମାନେ ମଧ୍ୟ ରକ୍ତ ମାଂସଧାରୀ ମଣିଷ। ସେମାନଙ୍କର ବଞ୍ଚିବାର ଅଧିକାର ରହିଛି। ସେହି ସମାବେଶରେ ସ୍ଥିରୀକୃତ ହେଲା, ବଞ୍ଚିବା ପାଇଁ ସେମାନେ ସଂଗଠିତ ବିପ୍ଳବ କରିବେ। ମଣିଷ ପରି ବଞ୍ଚି ଏ ସୃଷ୍ଟି ସର୍ଜନା କରିବେ। ଦିନକୁ 18 ଘଣ୍ଟା ବଦଳରେ 8 ଘଣ୍ଟା ପରିଶ୍ରମ କରିବେ। ମାଲିକମାନେ ପ୍ରତିଶୋଧ ପରାୟଣ ହୋଇଗଲେ। ସେମାନେ ଶ୍ରମିକମାନଙ୍କ ଉପରେ ଅତ୍ୟାଚାର କଲେ, ଗୁଣ୍ଡା ଲଗାଇ ମାଡ଼ ମାରିଲେ, ଫାଶୀ ଖୁଣ୍ଟରେ ଝୁଲାଇଲେ। ଏହି ସଂଗ୍ରାମର ନେତୃତ୍ୱ ନେଉଥିବା ସ୍ପାଇନ୍, ଫିସର, ଏଙ୍ଗେଲ ଓ ପ୍ରିୟର୍ସ ଏବଂ ଖଟିଖିଆ ମଣିଷର ମୁକ୍ତି ଚାହିଁଥିଲେ। ଏହା ନୀରବ ଭାବେ ମେସିନ୍ ପରି ଖଟି ଚାଲିଥିବା ମଣିଷମାନଙ୍କର ପ୍ରଥମ ମୁକ୍ତି ସଂଗ୍ରାମ। ଏହାକୁ ଚିରସ୍ମରଣୀୟ କରିବା ଆଶାରେ ପ୍ରତ୍ୟେକ ବର୍ଷ ମେ ପହିଲାକୁ ଶ୍ରମିକ ଦିବସ ରୂପେ ସାରା ବିଶ୍ୱରେ ପାଳନ କରାଯାଏ। ଊନବିଂଶ ଶତାବ୍ଦୀର ଚତୁର୍ଥ ଦଶନ୍ଧିରେ କ୍ରାନ୍ତିକାରୀ ନେତା କାର୍ଲ ମାର୍କସ ଯେଉଁ ଶ୍ରମ ଦର୍ଶନର ରୂପରେଖ ନେଉଥିଲେ, ତାହା ହିଁ ଶ୍ରମିକ ଆନ୍ଦୋଳନକୁ ଜୋରଦାର କରିଥିଲା। ଶ୍ରମିକମାନେ ହିଁ ଆମ ସଂସ୍କୃତିର ପ୍ରବର୍ତ୍ତକ। ଶ୍ରମିକ ଏକତା ପାଇଁ ବିଶ୍ୱ ଶ୍ରମିକ ଗୋଷ୍ଠୀ ଅନେକାଂଶରେ ଉପକୃତ ହୋଇପାରିଛନ୍ତି। ଇଂଲଣ୍ଡ, ହଲାଣ୍ଡ, ଫିଲିପାଇନ୍ସ ତଥା ସମଗ୍ର ୟୁରୋପୀୟ ଦେଶମାନଙ୍କରେ ଶ୍ରମିକ ସଂଗଠନଗୁଡ଼ିକ ମୁଣ୍ଡ ଟେକି ଶ୍ରମିକମାନଙ୍କର ନ୍ୟାଯ୍ୟ ଦାବି ସମ୍ପର୍କରେ ଯୁକ୍ତି ଉପସ୍ଥାପନ କଲେ। ଭାରତୀୟ ଶ୍ରମିକମାନଙ୍କ ମୁଖ୍ୟ ସୌଧକ ହୁଏ ଶାନ୍ତିର ମଞ୍ଜି ବୁଣ, ନ୍ୟାୟର ଆଶ୍ରୟ ପାଇବ। ଭାରତ ସରକାର ତଥା ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ପ୍ରଣୟନ ହୋଇ ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ, ଗ୍ରାମୀଣ କଲ୍ୟାଣ ଯୋଜନା, ରୋଜଗାର ଯୋଜନା ମାଧ୍ୟମରେ ଆଜିର ଶ୍ରମିକମାନେ ନିଜକୁ ନିଶ୍ଚିତ ରୂପେ ସୁରକ୍ଷିତ ମନେ କରୁଛନ୍ତି। କେନ୍ଦ୍ରର ଶ୍ରମ ମନ୍ତ୍ରଣାଳୟ ତଥା ରାଜ୍ୟର ଶ୍ରମ କାର୍ଯ୍ୟାଳୟଗୁଡ଼ିକ ଶ୍ରମିକମାନଙ୍କ ଉନ୍ନତି ପାଇଁ ସଜାଗ ରହିଛନ୍ତି। ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଶ୍ରମ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରାଯିବା ସହିତ ଅର୍ଥନୀତିକୁ ସୁଦୃଢ଼ କରିବାର ଲକ୍ଷ୍ୟ ରଖାଯାଇଛି। ପରିଚାଳନାଗତ ଦକ୍ଷତା ମାଧ୍ୟମରେ ଗ୍ରାମ୍ୟ ଅର୍ଥନୈତିକ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମ୍ୟ ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ସାମାଜିକ, ରାଜନୈତିକ ଓ ଜାତିଭିତ୍ତିକ ସର୍ବେକ୍ଷଣ ତଥ୍ୟ ଅନୁସାରେ ଓଡ଼ିଶାର ଗ୍ରାମାଞ୍ଚଳର ପରିବାରଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଶ୍ରମିକ ଶ୍ରେଣୀର। ସେଥିମଧ୍ୟରେ କୁଶଳୀ କାରିଗରଙ୍କ ସଂଖ୍ୟା ବହୁତ କମ୍ ରହିଥିବା ବେଳେ ଅନ୍ୟମାନେ ଅଣକୁଶଳୀ ଏବଂ ଅର୍ଦ୍ଧକୁଶଳୀ ବର୍ଗରେ ରହିଛନ୍ତି। ଏକ ଆକଳନ ଅନୁଯାୟୀ ଓଡ଼ିଶାର 76% ଲୋକ କୃଷିକ୍ଷେତ୍ର ଉପରେ ନିର୍ଭର କରନ୍ତି। ଚାଷବାସ ନଥିବା ସମୟରେ ସେମାନେ ଶ୍ରମିକ ଭାବେ ପ୍ରବାସୀ ହେବା ପାଇଁ ବାଧ୍ୟ ହୋଇଥାନ୍ତି। ନିରକ୍ଷରତା, ସଚେତନତାର ଅଭାବ ଏବଂ ଅନଗ୍ରସରତା କେତେକାଂଶରେ ସେମାନଙ୍କୁ ଏ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରିଥାଏ। ତେବେ ସରକାରୀ ପଦକ୍ଷେପ ଏବଂ ସେମାନଙ୍କ ପାଇଁ ରହିଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆଜିର ଦିବସରେ ସବୁଠାରୁ ବଡ଼ ଆବଶ୍ୟକତା। 2005 ମସିହାରେ ପ୍ରଣୀତ ଓଡ଼ିଶା ଶ୍ରମିକ କଲ୍ୟାଣ ଅଧିନିୟମ, ଓଡ଼ିଶା ଶ୍ରମିକ କଲ୍ୟାଣ ପାଣ୍ଠି ଓ ଓଡ଼ିଶା ଲେବର ବୋର୍ଡ ଗଠନ କରି ଶ୍ରମିକଙ୍କ କଲ୍ୟାଣ କରାଯାଉଛି। ବର୍ତ୍ତମାନ ସରକାର ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଗଠନ କରି ଶ୍ରମିକମାନଙ୍କ ଉନ୍ନତି ଧାରାକୁ ତ୍ୱରାନ୍ୱିତ କରିଛନ୍ତି। ଏ ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ, ସମାଜର ପ୍ରଗତି ନିମିତ୍ତ ଅହରହ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଉନ୍ନତି କରାଗଲେ ହିଁ ଏକ ସୁସ୍ଥ ସମାଜ ଗଠନର ସଫଳ ରୂପାୟନ ହୋଇପାରିବ। ଆଜିର ଦିବସରେ କୋଟି କୋଟି ପରିଶ୍ରମୀ ଶ୍ରମିକଙ୍କୁ ପ୍ରଣିପାତ ଜଣାଇବା।